ବିଜେଡିରୁ ଟିକେଟ୍ ମିଳିବାର ସମ୍ଭାବନା ନଥିଲା। ତେଣୁ ଟିକେଟ୍ ଆଶାରେ ପଦ୍ମପୋଖରୀରେ ବୁଡ଼ ମାରିଛନ୍ତି ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ପ୍ରେମାନନ୍ଦ ନାୟକ ଓ ଦେବାଶିଷ ନାୟକଙ୍କ ଭଳି ବିଜେଡି ନେତା। 2019ରେ ଅଳ୍ପକେ ହାରି ଯାଇଥିଲେ କିଛି ବିଜେପି ନେତା, ଯେମିତି ପଦଚଙ୍କରେ ବିଭୂତି ପ୍ରଧାନ 740 ଭୋଟ, କଣ୍ଟାବାଞ୍ଜିରେ ଲକ୍ଷ୍ମଣ ବାଗ 128 ଭୋଟ ଏବଂ ବଡ଼ଚଣାରେ ଅମର ନାୟକ 1485 ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଏହି ନେତାମାନେ 2024ରେ ଆଉ ଥରେ ଭାଗ୍ୟ ପରୀକ୍ଷା କରିବାକୁ ଆଗ୍ରହୀ ହେବା ସ୍ୱାଭାବିକ। 2019ରେ 23ଟି ବିଧାନସଭା ଆସନ ଦଖଲ କରିଥିଲା ବିଜେପି। ସେଥିରୁ ବାଲେଶ୍ୱରକୁ ଛାଡ଼ିଦେଲେ ବାକି 22 ଜଣ ବିଧାୟକ ଏବେ ଅଛନ୍ତି। ସେମାନେ ଯେକୌଣସି ପରିସ୍ଥିତିରେ ପୁଣି ଥରେ ଲଢ଼ିବେ। ଏବେ ଚର୍ଚ୍ଚା ହେଉଛି ଯେ ମେଣ୍ଟ ହେଲେ ଲୋକସଭାରେ ବିଜେପି ଓ ବିଧାନସଭାରେ ବିଜେଡି ଅଧିକ ଆସନରେ ଲଢ଼ିବ। ଏବେକାର ସ୍ଥିତି ଯାହା, ବିଜେଡି 42ରୁ ଅଧିକ ବିଧାନସଭା ସିଟ୍ ବିଜେପିକୁ ଛାଡ଼ିବାକୁ ନାରାଜ। ଯଦି 105 ଆଉ 42 ବୁଝାମଣା ଚୂଡ଼ାନ୍ତ ହୁଏ, ତେବେ